ହ୍ୟାଲୋ ଦର୍ଶକ ବନ୍ଧୁ ନମସ୍କାର। ମୁଁ ବିକାଶ ଆପଣମାନଙ୍କୁ ସ୍ୱାଗତ କରୁଛି ଆଜିର ଆଉ ଏକ ନୂଆ ଭିଡିଓରେ। ତ ଦର୍ଶକ ବନ୍ଧୁ ସୁଭଦ୍ରା ହିତାଧିକାରୀମାନଙ୍କ ପାଇଁ ବହୁତ ବଡ଼ ଖୁସି ଖବରଟି ରହିଛି ଯେ ଆପଣମାନେ ଜାଣିଥିବେ ସୁଭଦ୍ରା ଯୋଜନାର 5,000 ଟଙ୍କା ବର୍ଷକୁ ଦୁଇଟି କିସ୍ତିରେ ପାଞ୍ଚ ପାଞ୍ଚ ହଜାର ଟଙ୍କା ଦୁଇଟି କିସ୍ତିରେ ମିଳିଥାଏ 10,000 ଟଙ୍କା। ଏବେକୁ ପ୍ରାୟ 1 କୋଟିରୁ ଉର୍ଦ୍ଧ୍ୱ ମହିଳାଙ୍କୁ ତିନୋଟି କିସ୍ତି ଟଙ୍କା ମିଳିସାରିଲାଣି। ତ ଏହାର ଚତୁର୍ଥ କିସ୍ତି ଟଙ୍କା ଆପଣମାନଙ୍କୁ ମାର୍ଚ୍ଚ ମାସ 8 ତାରିଖ ଦିନ ମିଳିବାକୁ ଯାଉଛି। ମାତ୍ର ଆଉ 2 ଦିନ ପରେ ଏହି ଟଙ୍କା ମିଳିବାକୁ ଯାଉଛି। ତ ଏ ନେଇ ସମ୍ପୂର୍ଣ୍ଣ ଡିଟେଲ୍ସ ଆଜିର ଏହି ଭିଡିଓରେ ଜାଣିବା। ଭିଡିଓକୁ ଶେଷ ଯାଏ ଦେଖନ୍ତୁ ଏବଂ ଯଦି ଚ୍ୟାନେଲରେ ପ୍ରଥମ ଥର ପାଇଁ ଆସିଛନ୍ତି ତ ଚ୍ୟାନେଲକୁ ସବସ୍କ୍ରାଇବ କରିଦିଅନ୍ତୁ ଓ ପାଖରେ ଥିବା ବେଲ୍ ଆଇକନକୁ ପ୍ରେସ୍ କରି ରଖନ୍ତୁ, ଯାହା ଫଳରେ ଆମ ଚ୍ୟାନେଲରେ ଯାହା ବି ଅପଡେଟ୍ ଆସିବ ସର୍ବପ୍ରଥମେ ଜାଣିପାରିବେ। ଚାଲନ୍ତୁ ଭିଡିଓଟି ଷ୍ଟାର୍ଟ କରିବା। ତ ଦର୍ଶକ ବନ୍ଧୁ ଦେଖନ୍ତୁ, ସୁଭଦ୍ରା ଯୋଜନା ମୋହନ ସରକାରଙ୍କ ଏକ ବଡ଼ ଯୋଜନା ଯାହା ମହିଳାମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରି ସଶକ୍ତି କରିଥାଏ। ଏହାର ପ୍ରାଥମିକ ଲକ୍ଷ୍ୟ ହେଉଛି ମହିଳାମାନଙ୍କୁ ଆତ୍ମନିର୍ଭରଶୀଳତା ପ୍ରଦାନ କରିବା ସହ ସେମାନଙ୍କ ପରିବାରକୁ ସମର୍ଥନ କରି ସଶକ୍ତ କରିବା। ଏହି ଯୋଜନା 17 ସେପ୍ଟେମ୍ବର 2024ରେ ଆରମ୍ଭ ହୋଇଥିଲା ଏବଂ ଶକ୍ତି ଓ ସୁରକ୍ଷାର ପ୍ରତୀକ ଦେବୀ ସୁଭଦ୍ରାଙ୍କ ନାମରେ ଏହାର ନାମ ନିଆଯାଇଛି। ତ ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଏପର୍ଯ୍ୟନ୍ତ ତିନୋଟି କିସ୍ତି ଟଙ୍କା ପହଞ୍ଚି ସାରିଛି। ତିନୋଟି କିସ୍ତିରେ 1 କୋଟିରୁ ଅଧିକ ହିତାଧିକାରୀଙ୍କୁ ମୋଟ 15,000 ଟଙ୍କା ପାଇସାରିଛନ୍ତି। ସୁଭଦ୍ରା ଯୋଜନା ଅଧୀନରେ ଥିବା ସମସ୍ତ ଯୋଗ୍ୟ ହିତାଧିକାରୀ ନିକଟରେ ପହଞ୍ଚିବା ପାଇଁ ସରକାର ନିରନ୍ତର ପ୍ରୟାସ ଚଳାଇଛନ୍ତି। ତ ଏହାର ଚତୁର୍ଥ କିସ୍ତି ମାର୍ଚ୍ଚ 8 ତାରିଖ ଦିନ ମିଳିବାକୁ ଯାଉଛି। ତ ରାଜ୍ୟ ସରକାର ପୂର୍ବରୁ ଘୋଷଣା କରିଛନ୍ତି ଯେ ସୁଭଦ୍ରା ଯୋଜନା ଟଙ୍କା ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ଖୁବ୍ ଜଲଦି ମିଳିବ। ସୁଭଦ୍ରା ଯୋଜନାର ଟଙ୍କାର ଚତୁର୍ଥ କିସ୍ତି ଆସନ୍ତା ଚଳିତ ମାସ ମହିଳା ଦିବସ ଅର୍ଥାତ୍ ମାର୍ଚ୍ଚ 8 ତାରିଖ ବା 2 ଦିନ ପରେ ମିଳିବ ବୋଲି ସରକାର ଘୋଷଣା କରିଛନ୍ତି। ରାକ୍ଷୀ ପୂର୍ଣ୍ଣିମାରେ ତୃତୀୟ କିସ୍ତି ଟଙ୍କା ମିଳିଥିଲା। ଯେଉଁ ମହିଳାମାନେ 31 ମାର୍ଚ୍ଚ 2025 ସୁଦ୍ଧା 21 ବର୍ଷରେ ପହଞ୍ଚନ୍ତି ସେମାନେ ଏହି ସରକାରୀ ଯୋଜନାରେ ଯୋଗଦାନ ପାଇଁ ଆବେଦନ ମଧ୍ୟ କରିପାରିବେ। ଯଦି ଆବେଦନକାରୀଙ୍କୁ ଯୋଗ୍ୟ ବିବେଚିତ କରାଯାଏ ତେବେ ସେମାନେ 8 ମାର୍ଚ୍ଚରେ ସୁଭଦ୍ରା କିସ୍ତି ପାଇପାରିବେ। ସୁଭଦ୍ରା ନୂତନ ହିତାଧିକାରୀମାନେ ମାର୍ଚ୍ଚ 8ରେ ଟଙ୍କା ପାଇବେ। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏକାଥରେ 2ଟି କିସ୍ତି ପାଇବେ ବିଷୟରେ ସୂଚନା ଦେଇଛନ୍ତି। ତ ଦର୍ଶକ ବନ୍ଧୁ ଦେଖିଲେ ଆପଣମାନେ ସୁଭଦ୍ରା ଯୋଜନାର ଚତୁର୍ଥ କିସ୍ତି ମାର୍ଚ୍ଚ 8 ତାରିଖ ବା ଆଉ 2 ଦିନ ପରେ ମିଳିବାକୁ ଯାଉଛି। ଏହି ପଇସା ସେହି ମହିଳାମାନଙ୍କୁ ମିଳିବ ଯେଉଁ ମହିଳାମାନଙ୍କର ଯୋଉ ବ୍ୟାଙ୍କ ପାସବୁକରେ ଡିବିଟ୍ ଲିଙ୍କ ଥିବ ସେଇମାନଙ୍କୁ ଏହି ସୁଭଦ୍ରା ଯୋଜନା ପଇସା ମିଳିବ। ଯଦି ଆପଣମାନଙ୍କର ଆକାଉଣ୍ଟରେ ଯଦି ଡିବିଟ୍ ଲିଙ୍କ ନଥାଏ ତ ଆପଣମାନେ ସେ ସୁଭଦ୍ରା ଯୋଜନାର ଚତୁର୍ଥ କିସ୍ତିରୁ ବଞ୍ଚିତ ହେଇପାରିବେ। ତ ଯେଉଁମାନଙ୍କର ଡିବିଟ୍ ଲିଙ୍କ ବା ହେଇନାହିଁ ତ ଶୀଘ୍ର କରାଇ ନିଅନ୍ତୁ ଏବଂ ସୁଭଦ୍ରା ଯୋଜନାର ଚତୁର୍ଥ କିସ୍ତି ଟଙ୍କା ପାଇପାରିବେ। ତ ସୁଭଦ୍ରା ଯୋଜନାର ଚତୁର୍ଥ କିସ୍ତି ମାର୍ଚ୍ଚ 8ରେ ମିଳିବ। ରବିବାର ଦିନ ଏହି ପଇସା ଆପଣମାନଙ୍କର ଖାତାକୁ ଆସିବ। ତ ଯେଉଁମାନଙ୍କର ଡିବିଟ୍ ଲିଙ୍କ ହେଇନାହିଁ ଶୀଘ୍ର କରାଇ ନିଅନ୍ତୁ। ଭିଡ଼ିଓଟି ଏତିକିରେ ଶେଷ କରୁଛି। ଭିଡ଼ିଓଟି ଯଦି ଭଲ ଲାଗିଥାଏ ଲାଇକ୍ କରନ୍ତୁ ଏବଂ ସାଙ୍ଗମାନଙ୍କ ସହିତ ସେୟାର କରିଦିଅନ୍ତୁ ଏବଂ ଯଦି ଚ୍ୟାନେଲରେ ପ୍ରଥମ ଥର ପାଇଁ ଆସିଥିବେ ଚ୍ୟାନେଲକୁ ସବସ୍କ୍ରାଇବ କରିଦିଅନ୍ତୁ।